श्री गणेशाय नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। श्रीमद्देवी भागवत महापुराण आजर विषय रही शुकदेवଙ୍କ वैराग्य पंचदश अध्याय। व्यासंकर ए वाक्य शुणी शुकसुत विनय रे कहिले शुण आहे तात। गृहस्थ आश्रम रे मोर इच्छा नाही, दुखप्रद संसार श्रम से अटई। बुझिछि बुद्धि ज्ञान दिए से घौड़ी, पशुबध पराय बंधन दौड़ी। अर्थ चिंता तुर गृहीण रंकर, कि सुख अछि ताहा कह हे पियर। अर्थ लोभी दरिद्र नर जेउ जन, आत्मीय गण तांकु दियंती पीड़न। त्रिपुर अधीश्वर हेले हैं सचीस, भिखारी सुख ताहा ठारे नाही लेस। अतएव संसारे के सुखी होईछि, देख हे एक कथा प्रत्यक्ष हेउछि। के तपस्वी तपस्या कले केउठारे, सुरेश इंद्र दुख करे ताहा ठारे। बहु जत्ने ताहार तप विघ्न करे, संसारी ब्रह्मा सुखी नुहे संसार रे। श्री विष्णु भगवान सर्वेश्वर्याधीश, मनोरमा कमलांकर प्राण ईश। सेहि तो असुरंक सह महारणे, बहुत दुख भोग करंती आपणे। साक्षाते लक्ष्मीपति श्रीमंत हेले, करुछंती कठोर तप जत्ने स्नेह। तेबे कह जगते के सुखी होईछि, चिंतिबा सुख भोग के अबाल भीछि। मु जाने तो शंकर निरंतर दुखी, कठोर तप करी देह गला सुखी। दैत्य सह युद्धरे हंती हर बर, एहेतु सुख काहीं अछि बा तांकर। धनवान संसारी धनर लालसे, दिन हे मन सुखे निद्रा न करे से। तेबे कह निर्धन संसारी मानव, ए संसारे की सुख से अबा पाइब। संसारर सार तत्व जानी जानी, मंद भाग्य उरस नंदन को पुणी। महाघोर संसार दुख प्रद क्षेत्रे, पकाई देउछ कि मते महामते। कि कहिबी संसार संसारर दुख, जन्म रे मरण रे सर्वदा दुख। बालकाले यौवने दुख वृद्ध काले, दारुण गर्भवास दुख विष्ठा जाले। आशा करी मागिबा जे दुख संजत, ए समस्त अपेक्षा अटे से महत। प्रार्थना काले जेउ दुख हुए भोग, प्रतिदिन मरण से तो महाभाग। आहा कि आश्चर्य बिना प्रतिग्रह, नाही धन अर्जने द्विजंक उपाय। बुद्धि बळे कौनसी उपायटी करी,
ଧନ ଅର୍ଜି ଜୀବନ ନ ପାରନ୍ତି ଧରି। ଏହେତୁ ଦ୍ୱିଜଙ୍କର ପର ପ୍ରତି ଆଶା, ମରଣ ସମ ଦୁଃଖ ଆହେ ମହାଯଶା। ସମୁଦାୟ ବେଦ ଯେ ଧର୍ମଶାସ୍ତ୍ର ପଢ଼ି, କିଞ୍ଚିତ ଜ୍ଞାନ ଅର୍ଜି ଦେଖାନ୍ତି ପ୍ରୌଢ଼ି। ନିର୍ଧନ ହେଲେ ଧନୀ ନିକଟକୁ ଯାଇ, ସ୍ତୁତିବାଦ କରିଣ ଆଣନ୍ତି ମଣାଇ। ଆହେ ବାପ ନ କଲେ ଦାର ପ୍ରତିଗ୍ରହ, ଏକମାତ୍ର ଉଦରେ କିସ ଚିନ୍ତା କହ। ମାନସ ତୋଷ ଥିଲେ ଫଳମୂଳ ଖାଇ, ଉଦର ପୂର୍ଣ୍ଣ କରି ଜିତ ପାରଇ। ଭାର୍ଯ୍ୟା ପୁତ୍ର ପୌତ୍ରାଦି ଥିଲେ ପୌଷ୍ୟ ବର୍ଗ, ପେଟକୁ ପୋଷିବାରେ ମହା ଦୁଃଖ ଭୋଗ। ତେବେ କହ ସଂସାର କି ପରମ ସୁଖ, ସଂସାର ତ ସାର ଦୁଃଖମୟ ଦେଖ। ଏହେତୁ ଦୟା କରି ମୋତେ ମହାମତେ, ପରମ ସୁଖ କର ଯୋଗ ଶାସ୍ତ୍ର ଯେତେ। ତତ୍ତ୍ୱଜ୍ଞାନ ବିଷୟ ଶାସ୍ତ୍ର ଶିକ୍ଷା ଦିଅ, କର୍ମକାଣ୍ଡ ପଥରେ ମୋଚିତ ସଂଶୟ। ଜନ୍ମ ମୃତ୍ୟୁ ପ୍ରଭୃତି ବହୁ କ୍ଲେଶପ୍ରଦ, ପ୍ରାରବ୍ଧ ଗତ ବର୍ତ୍ତମାନ ଏ ତ୍ରିବିଧ। କର୍ମମୂଳ ବିଦ୍ୟା ଯାହି ହୁଏ ନାଶ, କର୍ମକ୍ଷୟ ଉପାୟ କହ ହେ ତାଦୃଶ। ଜୋକପୋକ ସମାନ ସର୍ବନାରୀ ଗଣ, ଲୋକଙ୍କର ରକତ କରୁଛନ୍ତି ପାନ। ମୂର୍ଖ ସିନାଏ ଭାବ ବୁଝି ନ ପାରନ୍ତି, ହାବ ଭାବ ଦେଖିଣ ମୋହି ହୋଇ ଯାଆନ୍ତି। ଯେଉଁ ମୂର୍ଖ ପୁରୁଷ ଆପେ କାନ୍ତ ପଣେ, କାନ୍ତା ବୋଲି ବିଶ୍ୱାସ କରେ ନାରୀ ଗଣେ। ସେ କାନ୍ତା ତ ସମ୍ଭୋଗ ସୁଖ କିଛି ଦେଇ, ଶୌର୍ଯ୍ୟ ବୀର୍ଯ୍ୟ ତେଜ ଦିଅଇ ହରାଇ। କୁଟିଳ ପ୍ରେମାଳାପେ ମନ ଧନ ଜ୍ଞାନ, ଲୁଟି କରି ନିଅଇ କରିଣ ହରଣ। ଅତଏବ ରମଣୀ ସମାନ ତସ୍କର, ଏ ସଂସାର ମଧ୍ୟରେ ଅଛି କେ ପିୟର। ମୁଁ ବିଚାରେ ଯେ ମୂର୍ଖ ବିଧିରେ ବଞ୍ଚିତ, ସେ ଅଧମ ନିଦ୍ରା ସୁଖ ବିନାଶାର୍ଥ। କରିବ ସେ କେବଳ ଦାର ପରିଗ୍ରହ, ବକୁପମଳରେ ଯେ କରିଣ ଆଗ୍ରହ। ସୁଖ ହେତୁ ରମଣୀ ଗଣ ତ ନୁହନ୍ତି, ଦୁଃଖର କାରଣ ସେ ନ ଜାଣେ କୁମତି। ଶୁକଙ୍କ ବାକ୍ୟାବଳୀ ସେ ବ୍ୟାସ ଶୁଣିଣ, ଗଭୀର ଚିନ୍ତା ନବେ ହୋଇଲେ ନିମଗ୍ନ। ନିରଜ ନୟନରୁ ନିରଧାର ଧାର, ସନ୍ତତରେ ବହିଲା ସେ କି ଦୁଃଖ ଝର। ଥର ଥର ହୋଇଣ ଶରୀର କମ୍ପିଲା, କି କରିବି ବୋଲିଣ ମନ ପ୍ରାଣ ହେଲା। ଶୋକାର୍ତ୍ତ ଦିନ ଭାବାପନ୍ନ ତାଙ୍କୁ ଦେଖି, ସୁଖଦେବ ହୋଇଣ ସବିସ୍ମୟ ଦୁଃଖୀ। ବିଚାରିଲା ପରାଏ କହିଲେ ଅଳପ, ଆହାର କି ମାୟାଙ୍କର ପ୍ରବଳ ପ୍ରତାପ। ଯେଉଁ ବ୍ୟାସ ଅଟନ୍ତି ତତ୍ତ୍ୱଜ୍ଞ ପଣ୍ଡିତ, ପାରଦର୍ଶୀ ଅଟନ୍ତି ବିଷୟ ସମସ୍ତ। ବେଦାନ୍ତ ଦର୍ଶନର ପ୍ରଣେତା ଯେ ପୁଣି, ବେଦ ପରି ଘେନନ୍ତି ସାଦରେ ଯାବାଣୀ। ସେ ବ୍ୟାସ ତମ ବାପ ମାୟାଙ୍କ ପ୍ରଭାବେ,
ମୋହିତରେ ସହିତ ହୋଇଗଲେ ଯେ ବ୍ରହ୍ମ ବିଦ୍ୟା ବିଶାରଦ ମୋର ତାତ ମୋହିତ କରିବାରେ ଯେ ମାୟା ସମର୍ଥ ସେ ମାୟାଙ୍କ କି ରୂପ କିପରି ଦୁଷ୍କର ଯତନରେ ହୋଇ ସାଧନା ତାଙ୍କର ଯେ ଅଷ୍ଟାଦଶ ମହାପୁରାଣ କରତା ସୁକଷ୍ଟରେ ମହତ ଭାରତ ପ୍ରଣେତା ବେଦବିଦ ସେ ବେଦ ବ୍ୟାସ ମହାଭାଗ ସମୁଦାୟ ବେଦକୁ ଯେ କଲେ ବିଭାଗ ସେହି ତ ମାୟାଙ୍କର ମାୟାରେ ମୋହିତ ହୋଇଲେ ଅନ୍ୟଙ୍କର ଅଛି କି ବିଚିତ୍ର ବ୍ରହ୍ମା ବିଷ୍ଣୁ ମହେଶ ଯେ ମୋହି ପାରନ୍ତି ଅଖିଳ ଜଗତକୁ ଯେ ମୋହି ଅଛନ୍ତି ମୋହିତ ନ ହେବ କେ ସେ ମାୟା ପ୍ରଭାବେ କେହି ତ ନାହିଁ ଏହି ତ୍ରିଭୁବନେ ଭାବେ ଅତଏବ ମୁଁ ଜାଣି ସେ ଅନ୍ତର୍ଯ୍ୟାମିଣୀ ମାୟାଙ୍କର ଶରଣାପନ୍ନ ହେଲି ପୁଣି ଆହାକି ମାୟାଙ୍କର ମୋହ ବଳ ବୀର୍ଯ୍ୟ ନିଜ ମାୟା ପ୍ରଭାବେ ଦେଖାଇ ସହଜ ସର୍ବଜ୍ଞ ସର୍ବଈଶ ଈଶ୍ୱରଙ୍କୁ ବଶ କରି ରଖିଅଛନ୍ତି ଆଶ୍ଚର୍ଯ୍ୟ ବାକିସ କହିଛନ୍ତି ପୁରାଣ ବିଜ୍ଞ ବୁଦ୍ଧୋତ୍ତମ ବ୍ୟାସଦେବ ବିଷ୍ଣୁଙ୍କ ଅଂଶରେ ଜନମ ଆହାକି ଆଶ୍ଚର୍ଯ୍ୟ ହୋଇଲେ ମୋହିତ ଭଗ୍ନ ପୋଥ ବଣିକ ସିନ୍ଧୁ ମଗ୍ନ ମତ ଆହାକି ମାୟାଙ୍କର ଅଦ୍ଭୁତ ସରତା ସର୍ବଜ୍ଞ ବ୍ୟାସଦେବ ଯେ ବେଦ କରତା ପ୍ରାକୃତ ନର ପରି ମାୟାଙ୍କ ମାୟାରେ ବାୟା ପରି କାନ୍ଦନ୍ତେ ଲୁହତେ ଧୀରେ ଏହେତୁ ମୁଁ ଜାଣୁଛି ତତ୍ତ୍ୱଜ୍ଞ ପଣ୍ଡିତ ମାୟାଙ୍କ ବଳ ଜାଣିବାରେ ଅସମର୍ଥ ମାୟା ବଳେ ଅଦ୍ଭୁତ ସନ୍ଦେହ ହୋଇ ଏକିଏ ସେ ଅଟନ୍ତି ଅବା କିଏ ମୋହି କାହିଁ ପାଇଁ ଏଠାରେ ଏକତ୍ର ମିଳନ ହୋଇଅଛି ତାହାର ନାହିଁ ସ୍ଥିର ଜ୍ଞାନ ପଞ୍ଚଭୂତ ନଶ୍ୱର ଦେଇ ବାପ ମୋର ପୁତ୍ର ପଣିଆ ବାସନା ଅଳପ ମହର୍ଷି ସୁପଣ୍ଡିତ କୃଷ୍ଣ ଦ୍ୱୈପାୟନ ମାୟାଙ୍କ ମାୟା ବସେ କରନ୍ତି ରୋଦନ ଏହେତୁ ମୁଁ ଜାଣିଲି ମାୟାଙ୍କ ସାମର୍ଥ୍ୟ ସର୍ବାପେକ୍ଷା ଅଧିକ ଅଟଇ ମହତ ମହାମହାମାୟା ବିଗଣେ ମହାମାୟା ମାୟାଟିର ପ୍ରଭାବେ କରିଛନ୍ତି କାୟା ବ୍ରହ୍ମାଦି ଦେବଙ୍କର ଯେ ଦେବୀ ଜନନୀ ସମସ୍ତ କାରଣର କାରଣ ରୂପିଣୀ ସେ ମହାମାୟା ଦେବୀଙ୍କର ଶ୍ରୀଚରଣେ ନମସ୍କାର କରିଣ ସୁଖ ମନେ ମନେ ଶୋକାର୍ଣ୍ଣବ ନିମଗ୍ନ ଦୀନ ଭାବାପନ୍ନ ସୁପିତାଙ୍କୁ ଦେଖିଣ କହିଲେ ସନ ପରମ ଭାଗ୍ୟଶାଳୀ ଅଟ ତୁମ୍ଭେ ତାତ ମହାତ୍ମା ପରାଶରଙ୍କର ଅଟ ସୁତ ଉପଦେଶ ଦେଉଛ ତତ୍ତ୍ୱ ଜ୍ଞାନ ସ୍ୱଚ୍ଛ ପ୍ରାକୃତ ନରପତି କିମ୍ପାଇଁ କାନ୍ଦୁଛ ମହାତ୍ମା ମହାଜ୍ଞାନୀ ଆପେ ହେଲା ଠାରେ କାହିଁକି ଏ ବିଷୟ ସଂଶୟ ମନରେ ଦେଖ ହେ ବର୍ତ୍ତମାନ ତୁମ୍ଭ ପୁତ୍ର ହେଲି
ପୂର୍ବ ଜନ୍ମେ ତୁମ୍ଭର ମୁକି ହୋଇଥିଲି। ଆପଣ ମୋର କିବା ହୋଇଥିଲେ କିସ? ଆହେ ବାପ ଏହାର ଜାଣ କି ସନ୍ଦେଶ। ଏହେତୁ ଜ୍ଞାନ ନେତ୍ର କର ଉନ୍ମିଳନ। ଛାଡ଼ି ଦିଅ ଶୋକକୁ ଧୈର୍ଯ୍ୟ ଧରିଣ। ବ୍ୟଥା ଲୋଭି କିମ୍ ପାଇଁ ଏ ବୃଥା କଥାରେ? ଭସାଉଛ ଚିତ୍ତକୁ ବିଷାଦ ସାଗରେ। ଦେଖ ଦେଖ ଅଖିଳ ବ୍ରହ୍ମାଣ୍ଡ ସକଳ। ମୋହ ଜାଲ ଅଟଇ ନୁହଁ ଶୋକାକୁଳ। ବିବେକ ବିବେକ ସ୍ୱଜ୍ଞାନ ନାହିଁ କି? ପୁତ୍ର ମାୟା ଏ ରୂପେ କାତର କାହିଁକି? କ୍ଷୁଧା ନାଶେ ଭକ୍ଷଣେ ତୃଷା ଜଳ ପାନେ। କ୍ଷୁଧା ତୃଷା ନ ଯାଏ ପୁତ୍ର ଦରଶନେ। ସୁମନାଦି ସୁଗନ୍ଧ ଲାଭେ ନାକ ସୁଖ। ସୁମଧୁର ସଙ୍ଗୀତ ଗୀତେ କାନ ସୁଖ। ସ୍ତ୍ରୀ ସମ୍ଭୋଗ ସୁଖରେ ଇଚ୍ଛା କଲେ ମନ। ସ୍ତ୍ରୀ ସହବାସ ହେଲେ ହୁଏ ସିନା ପୂର୍ଣ୍ଣ। ପୁତ୍ର ଦ୍ୱାରା କୌଣସି ସୁଖେ ଆଶା ନାହିଁ। ପୁତ୍ର ହୋଇ ତୁମ୍ଭର କି କରିବି ମୁହିଁ? ଆତ୍ମସୁଖ କାରଣ ନୁହେଁ ତ କୁମର। ଦେଖ ପୂର୍ବେ ଦରିଦ୍ର ଥିଲେ ଦ୍ୱିଜବର। ଯଜ୍ଞାର୍ଥ ନରବଳି ପ୍ରାର୍ଥୀ ହରିଶ୍ଚନ୍ଦ୍ର। ତାହାଙ୍କୁ ଏହି ଅର୍ଜି ଗର୍ତ୍ତ ଦ୍ୱିଜ ଚନ୍ଦ୍ର। ଯଥାର୍ଥ ଧନ ଆଣି ଔରସ ନନ୍ଦନ। ବିକି କରି ତାହାଙ୍କୁ କରିଲେ ପ୍ରଦାନ। ଏହେତୁ ଦ୍ରବ୍ୟ ସିନା ସୁଖର କାରଣ। ଧନ ଥିଲେ ସମସ୍ତ ହୁଏ ସାଧନ। ଅଛି ଯେବେ ତୁମ୍ଭର ସୁଖ ଭୋଗ ବାଞ୍ଛା। କରନ୍ତୁ ଧନ ଉପାର୍ଜନ ଯେତେ ଇଚ୍ଛା। ପୁତ୍ର ଦ୍ୱାରା ଏହା ତ ସାଧନା ନୁହଁ। ପୁତ୍ର ହୋଇ ତୁମ୍ଭର କି କରିବି ମୁହିଁ? आहे परम सूक्ष्म दर्शी महामती हे महर्षि प्रार्थना करई महती कृपा कर मोठारे मुहि तुम्भ पुओ ज्ञान नेत्र फिटाई बुद्धि बल धिय जेपरी पुनर्गर्भवास भयटीरु चिरदिन मु मुक्त हेबि ए भवरु कर्मभूमि भारत बरसे मानव जन्म लभिबार अटे तो दुर्लभ ताहा ठारु ए महा सुदुर्लभ जान पवित्र ब्रह्म कोळे हेबारु जन्म से प्रार्थनीय जन्म लभि मुके मनते वृथा नष्ट करिबि कूल थारे हिते ज्ञान वृद्ध गुरु को बहु काल सेवा करिली ज्ञान लभिबारे रात्रि दिवा तथापि ए संसार वासना जंजाले विबंधन मानसा ज्ञान तम जाने तहिरु लेस मात्र नहिला बाहार संसार पास बंधु हेबार निस्तार महत बुद्धशाली सुकंक ए गिर शुणिण व्यासदेव करिले विचार प्रशांत चित्त एत इंद्रिय संजत सन्यास आश्रम रे एकांत आसक्त जंजाल जाल गृहे नरमे जामन विचारिण कहिले शुण रे नंदन एपरी हेला जेबे तोर महाबुद्धि तेबे मोर वचन मानि अद्यावधि परम सुखप्रद महत विस्तीर्ण
देव सम श्री भागवत सुपुराण अहरह पठन कर महाभाग लक्षित सुलक्षणे सर्ग प्रतिसर्ग सस्पष्ट रे द्वादश स्कंधे परकाश अभीष्ट सिद्ध हुए अरिष्ट विनाश शुणिबा मात्र हुए सुपरोष ज्ञान ब्रह्म सत्य सत्य ए जगत आन पुराण मानकर एहि अलंकार हेतु आरे बाप तु पठन कर कि उद्देश्य करिण कि वस्तुरे मते बालक मूर्ति जात कला कि निमंते एपरि चिंता करुथिले भगवान से चैतन्य रूपिणी भगवती जान आकाश बाणी रूपे शोकार्ध भावरे श्रीहरि को कहिले देवी ए प्रकारे जे समस्त दिशुछि से समस्त मोहि मोर भिन्न पदार्थ नोहे चिरस्थायी एही परि आकाश बाणी शुणी हरि मने दृढ़ करिण भाविले परी के कहिला मोरे ही जे सत्य वाक्य से वक्ता स्त्री कि बा पुंस नपुंसक एपरि चिंता करी निर्णय न जानी तद्गते जप कले भगवती बाणी बालक भावे शोइथिले बट पत्रे वाक्य तत्व जानिबा चिंता कले चित्ते एही काले से भगवानंक सम्मुखे आविर्भूता होइले से देवी सम्मुखे से सकल मंगलमयी देवी सती रुचिर पद्ममुखी सुप्रशांत मूर्ति सतगुणमयी महालक्ष्मी जे रूपे समान भय रूपा सखी गण आपे कही छंती सुदिव्य अंबर धारण दिव्य अलंकार रे होइण भूषण शंख चक्र गदा पद्मर जेहेतु रे चारि भुज विभ्राज दिशई तेजरे मंद मंद सुवास हास परकाशी संदर्भे आविर्भूता होइले से आसी से कमल लोचन बट पत्र नावे प्रलय सलील रे निराधार भावे भासुथिले देखिले स्थिता मनोरमा मन मध्य विस्मय आणी कले जमा से महादेवींकर चारि पाखे पूरी घेरी रही अछंती रतिभूति नारी बुद्धिमती कीर्ति जे स्मृति धृति श्रद्धा मेधा शोधा स्वाहा जे क्षुधा दया निद्रा गति तुष्टि पुष्टि जे लज्जा जृंभा क्षमा तंद्रादि सकति होइछन्ति जमा मूर्तिमती होइण धरिण आयुध मुक्तामाला गलाई देई गला ओध मंदार मालाटीर दिशन्ति सुंदर सर्वांगे भरिछन्ति दिव्य अलंकार सर्वात्मा भागवन एकानव जले शक्ति सह से महालक्ष्मी को देखिले विस्मय रे विचार करिले सन एकी माया समूह कली मुदर्शन मुआसी केउठारु सोइली ए पत्रे जनमिले रमण
ଭଉଣୀ ଗଣ ଏକେ ମନ୍ତେ ଏ ଘୋର ଏ କାର୍ଣ୍ଣବ ମଧ୍ୟରେ ପ୍ରତ୍ୟକ୍ଷ କିପରି ଜାତ ହେଲା ମହାବକ୍ଷ ବୃକ୍ଷ ମତେ କରି ଲାବଣ୍ୟ ବାଳକ କେଶତେ କି ହିତରେ ସ୍ଥାପନ କଲାଣି ଏଥେ ଏ ନାରୀ ମାନେ କିବା ଅଟନ୍ତି ମୋର ମା ଅଘଟଣ ଘଟଣ ପଟିଅସି ମାୟା ଏମାନେ କିମ୍ପା ମତେ ଦେଖା ଦେଲେ କି ନିଗୂଢ଼ କାରଣ ଅଛି ଏଥେ ତେବେ ଏପରି ଅବସ୍ଥାରେ କି କର୍ତ୍ତବ୍ୟ ମୋର ଆନସ୍ଥାନ ଜୀବଇଁ କରଇ ବିଚାର ବାଳ ଭାବେ ସ୍ଥାନେ ଥିବି କି ରହୀଣ ଅତନ୍ଦ୍ରିତ ଭାବରେ ମୌନ ହୋଇଣ ଶ୍ରୀଦେବୀ ଭାଗବତ ଏ ମହାପୁରାଣ ପ୍ରଥମ ସ୍କନ୍ଧେ ଶୋକ ବୈରାଗ୍ୟ କଥନ ହରିଙ୍କୁ ଭଗବତୀ ଦେବୀ ଉପଦେଶ ସମାପତ ଏଠାରେ ଅଧ୍ୟାୟ 15 ସେ ଦେବୀଙ୍କ ପ୍ରସାଦେ ସେ ବାଳ ମୁକୁନ୍ଦ ଚରଣ ଅରବିନ୍ଦ ମୋ ମନ ମିଳିନ୍ଦ ଶ୍ରୀ ବାଳ ମୁକୁନ୍ଦଙ୍କ ବାଳ ଭୋଗ ଲୋଭି ଅଷ୍ଟକ ପଢ଼ି ପଢ଼ି ଅଷ୍ଟାଙ୍ଗ ପାଇବି ରାଧାକୃଷ୍ଣ ସୁମରି ବାଲାଜୀ ରଣା ଯିବ ଯିବ କି ଗୋଲଖରେ ଯାଇଣ ବସିବ। 16 ଅଧ୍ୟାୟ ଶୁକଙ୍କ ମିଥିଳା ଗମନ। ବ୍ୟାସଦେବ କହନ୍ତି ବଟପତ୍ର ସାଇ ଜନାର୍ଦ୍ଦନ ବିସ୍ମୟ ହେବାର ନାଇଁ ଅଳ୍ପ ହସି କହିଲେ ମହାଲକ୍ଷ୍ମୀ ଦେବୀ ବିସ୍ମୟ କିମ୍ପା ବିଷ୍ଣୁ କହ କିସ ଭାବି ଏପରି କେତେ ଥର ପ୍ରଳୟ ଗଲାଣି ପୁନଃ ପୁନଃ ସୃଷ୍ଟି ଯେ ସର୍ଜନ ହେଲାଣି ପ୍ରତି ସୃଷ୍ଟି ଆରମ୍ଭେ ତୁମ୍ଭ ପ୍ରାଦୁର୍ଭାବ ମୋହର ସହିତରେ ହୁଏ ମନେ ଭାବ ମହାମାୟା ସେ ମହାଶକ୍ତିଙ୍କ ପ୍ରଭାବେ ଆପଣ ତା ପାଶୋରି ଦେଇଅଛ ଏବେ ପରମା ମହାମାୟା ସର୍ବଗୁଣାତୀତା ତୁମ୍ଭେ ଆମ୍ଭେ ଅଟେ ତ ଗୁଣରେ ସଂଯୁକ୍ତା ମହାଲକ୍ଷ୍ମୀ ସାତ୍ୱିକୀ ଶକ୍ତି ବୋଲି ମତେ ବୋଲୁଛନ୍ତି ପ୍ରସିଦ୍ଧ ପଣ୍ଡିତ ଜଗତେ ତୁମ୍ଭ ନାଭି କମଳୁ ରଜଗୁଣମୟ ସର୍ବଲୋକକାରକ ହେଲେ ପଦ୍ମପୁଅ ଜନମେଣ କଠୋର ତପ ଅନୁଷ୍ଠାନେ ଅନୁତ୍ତମ ଶକତି ଲଭିର ଯୋଗୁଣେ ଏତିନି ଜଗତକୁ କରିବେ ସର୍ଜନ ସଗୁଣେ ପଞ୍ଚ ମହାଭୂତକୁ ସର୍ଜିଣ ମନସହ ଇନ୍ଦ୍ରିୟ ଇନ୍ଦ୍ରିୟାଧିଷ୍ଠାତ୍ରୀ ସୃଷ୍ଟିକର୍ତ୍ତା କରିବେ ସୃଷ୍ଟି ବେଦପତି ହେ ବିଶ୍ଵେଶ ବିଶ୍ୱର ପାଳକ ହୋଇବ ଏଥିପାଇଁ କାହିଁକି ବିସ୍ମୟ ପାଇବ ବ୍ରହ୍ମାଙ୍କର ମାନସ ପୁତ୍ର ସନକାଦି ଚାରିଙ୍କୁ ବ୍ରହ୍ମା ଡାକି ସେ କହିବେ ବୋଧି ସୃଷ୍ଟି କର ବୋଲିବେ ସେ ନାହିଁ କରିବେ ପୁତ୍ର ପ୍ରତି ସେ ବ୍ରହ୍ମା କ୍ରୋଧ ଜାତ ହେବେ କ୍ରୋଧ ଅନ୍ତେ ତାଙ୍କର ଭ୍ରୁ ମଧ୍ୟରୁ ଭାବ ପ୍ରାଦୁର୍ଭାବ ହୋଇଲେ ରୁଦ୍ର ଦେବ ସେ ରୁଦ୍ର ଦେବ କରି ତପସ୍ୟା କଠୋର ମହାକାଳୀ ଦେବୀଙ୍କ ହେବେ ପ୍ରାଣେଶ୍ୱର ତମ ଗୁଣ ସଂହାର ଶକ୍ତିକୁ ପାଇବେ
କଳ୍ପାନ୍ତ କାଳେ ଜଗତକୁ ସଂହାରିବେ। ସୃଷ୍ଟି ଆଦି କାରଣ ହେତୁ ତୁମ୍ଭ ହିତେ ଆସିଛି ତୁମ୍ଭ ପାଶେ ଆହେ ମହାମତେ। ସତଗୁଣମୟୀ ବୈଷ୍ଣବୀ ଶକ୍ତି ବୋଲି ଗ୍ରହଣ କର ମତେ କିଛି ହୀନ ଭୁଲି। ହେ ପ୍ରଭୁ ତୁମ୍ଭ ହୃଦେ କରି ମୁଁ ଆଶ୍ରୟ ସନ୍ତତ ତୁମ୍ଭ ପାଶେ ଥିବି ନିଶ୍ଚୟ। ଏହା ଶୁଣି କହିଲେ ଭଗବାନ ସ୍ନେହ କହିବା ହେଉ ଆଗ ଆଗ ବରାର ହେ। ସ୍ରଷ୍ଟାକ୍ଷର ଶ୍ଳୋକାର୍ଧ ମୁଁ ଶୁଣିଲି ଯାହା ପରମ ଶୁଭ କଥା କେ କହିଲା ତାହା। ଅତିଶୟ ସଂଶୟ ହେଉଛି ଏଥିରେ ନିର୍ଧନ ଧନ ଚିନ୍ତା କରିବା ପରିଲେ। ଏହା ଶୁଣି ସେ ମହାଲକ୍ଷ୍ମୀ ଚାରୁହାସି ପ୍ରୀତି ଭରେ କହିଲେ ମନ୍ଦେ ମନ୍ଦେ ହସି। ଚତୁର ଚତୁର୍ଭୁଜ କର ହେ ଶ୍ରବଣ ତୁମ୍ଭ ପରି ମୋ ମୂର୍ତ୍ତି ମତିଟି ସଗୁଣ। ଏହେତୁ ମତେ ସିନା ଜାଣି ପାରିଅଛ ଗୁଣାଧାରା ନିର୍ଗୁଣା ଆଦ୍ୟା ନ ଜାଣୁଛ। ସେ ସର୍ବକୁଶାନିତା ସର୍ବଶୁଭ ପ୍ରଦା ସୁପରମା ପବିତ୍ରା ବେଦ ସାରାଧ୍ୟା। ସେ ଦେବୀ ଏ ଶ୍ଳୋକାର୍ଧ କହିଲେ ନିଦାନ ଏହେତୁ ମୁଁ ଜାଣିଲି ହେ ଶତ୍ରୁସୂଦନ। ସେ ପରମା ଶକ୍ତି ଆପଣଙ୍କ ପ୍ରତି ପ୍ରୀତିମତୀ ହୋଇଣ କୃପା କରିଛନ୍ତି। ଏହେତୁ ଏ ପରମ ଗୁପ୍ତ ବିଷୟ ଆପଣଙ୍କ ହିତରେ କହିଲି ନିଶ୍ଚୟ। ମହାବିଦ୍ୟା କଥିତ ଏ ବାକ୍ୟ ସୁବ୍ରତ ବେଦଶାସ୍ତ୍ର ମାନଙ୍କ ସୁସାର ସମ୍ମତ। ଦୃଢ଼ କରି ରଖ ହେ ପାଶୋରି ନ ଦିଅ ତ୍ରିଭୁବନେ ପ୍ରକୃତ ଜ୍ଞାତବ୍ୟ ବିଷୟ। ଦେବୀଙ୍କର ପରମ ପ୍ରିୟ ପାତ୍ର ଯେଣୁ ଗୁପ୍ତ ଭାବେ କହିଲେ ତୁମ୍ଭଙ୍କୁ ସେ ତେଣୁ। ଏପରି ମହାଲକ୍ଷ୍ମୀ ଗିର ଶୁଣି କରି ସେହି ଶ୍ଳୋକାର୍ଧ ମୂଳ ମନ୍ତ୍ର ସମ କରି ଜପ କଲା ପରାଏ ହୃଦୟ ମଧ୍ୟରେ ନିରନ୍ତର ଧାରଣ କରିଲେ ସ୍ନେହରେ। ନାଭିପଦ ସମ୍ଭବ ବ୍ରହ୍ମାଙ୍କ ସଦୟେ ମଧୁକୈଟଭଙ୍କ ଭୟର ଉପାଏ। ଭଗବାନ ହରିଙ୍କୁ ନିଅନ୍ତେ ଶରଣ ଦୈତ୍ୟ ଦୁଇ ନାସିଲେ ଶ୍ରୀ ମଧୁସୂଦନ। କଷ୍ଟରେ ମଧୁକୈଟଭ କରି ବଧ ସ୍ପଷ୍ଟରେ ଜପ କଲେ ସେହି ଶ୍ଳୋକର୍ଧ। କମଳାପତିଙ୍କର ସେ ଜପକୁ ଦେଖି କମଳୀ ପୁଅ ପଚାରିଲେ ପ୍ରୀତି ରଖି। ହେ ଦେବେଶ କି ଜପ କର କରି ଦୃଢ଼ ଆପଣଙ୍କ ଅପେକ୍ଷା କା ସାମର୍ଥ୍ୟ ବଡ଼। ପ୍ରୀତି ଦିଅ କାହାକୁ କରିଣ ସ୍ମରଣ ଏପରି ଶୁଣି ହରି କହିଲେ ତକ୍ଷଣ। ଶୁଣ ହେ ମେଧାବନ୍ତ ବେଧା ସାବଧାନେ ତୁମ୍ଭଠାରେ ମୋଠାରେ ଜଗତ ବିଧାନେ। କାର୍ଯ୍ୟକାରଣର ସ୍ୱରୂପା ଭଗବତୀ ବିଷୟ କରିଛନ୍ତି ଶୁଭା ଆଦ୍ୟା ଶକ୍ତି। ତବ ବିଷୟ ବିଚାର କର ତଦ୍ଗତେ ନିଜେ ବୁଝି ପାରିବ ନିଜ ଅନ୍ତର୍ଗତେ। ଏ ଅଖିଳ ଜଗତ ମହାର୍ଣ୍ଣବେ ସତୀ ସେ ସାକାର ଆଧାର ଶକ୍ତି ରୂପେ ସ୍ଥିତି।
से ब्रह्म स्वरूपिणी सनातनी शक्ति आम्भ समस्तंकर उपास्या अटंती चराचर अखिल ए विश्वमंडल बारंबार सर्जना करती केवल वरदा भगवती प्रसन्ना से हेले नरंकर संसार पासना से हेले मुक्ति हेतु कारिणी महासनातनी मूढ़ंकर संसार बंधन कारिणी ए जगते जगत कर्ता कुशधारी प्रसिद्ध ईश्वरंक अटंती ईश्वरी तुम्भे आम्भे समस्ते अखिल जगत एकमात्र शक्तिंक हेतु हेले जात से भगवती जहा शोकार्धे सहज उपदेश देले श्री भागवत बीज द्वापर जुग आदि से हेब विस्तार द्वापर न कर हे कमल कुमार व्यासदेव कहती हे ऋषि समाज पद्मनाभंक नाभि पंकजे पद्मज भागवत बीज ग्रहण करिथिले बुद्धिशाली नारद पुत्रे ताहा देले नारद मुनि मते करिले प्रदान मु विचारी द्वादश स्कंधे कले पूर्ण हे महाभागवेद तुल्य भागवत पठन कर पंचलक्षण रे जूत देवी भगवती विचित्र चरित्र देवी भागवत रे होइछि विस्तृत वेदर निगूढ़ार्थ होइछि लेखन तत्वसार विषय सुंदर वर्णन समुदाय पुराण मानकरे श्रेष्ठ धर्मशास्त्र मर्मद पवित्र गरिष्ठ ए शास्त्र ब्रह्म विद्या आधार स्वरूप ए हेतु नर माने पढ़िले अळप ए असार संसार सागरु निस्तर अनायासे मिलिब संशय न धर मूढ़ंकर हेबाकु मानस रंजन वृत्रासुर संहार होइछि लेखन अन्यान्य नानाविध आख्यान सुंदरे लेखन होइअछि सुखद हेबारे एहेतु ए पवित्र कारक पुराण भागवत श्रवण कर हे आपण मानस रज्जुटीरे बांधी हृद कोणे रख ज्ञान पसरा करी आच्छादने बुद्धिशाली मानक अग्रगण्य पात्र एणु एहि पुराण पाठ योग्य पुत्र 18,000 श्लोक अछि एथे कंठस्थ करी रख कुंठित चित्ते ए पुराण पढ़िले किय बा शुणिले नरंक हृदाकाशे ज्ञानर विमिले तामस तमस्तम करे तिरहित सुख शांति दीर्घांत शुभ हुए प्राप्त पुत्र पौत्र बढ़ई प्रशंसा लभई सर्वदा सर्वशुभ ताहार होई मोर शिष्य प्रवर धर्मात्मा सुत लोमहर्षणकर जे परम सुत शुभमय भागवत सुपुराणे सहाध्यायी होइबे सेहि पारायणे कहन्ति सुत मोर गुरु व्यासदेव
निज पुत्र शुकंकु कही एही भाव ताहांकु मते ही पुराण पठन कराइले विस्तार विशेष करीण सुख पुणी मो सुत सबु आद्य प्रांत आम्भे दुहे रखिलु करीण कंठस्थ सुखदेव पुराण करी अध्ययन व्यासदेव आश्रमे हेले समासीन सनत कुमारंक पराये स्वभाव संसार रे विरक्त सुखदेव भाव संसार उपयोगी विषय लिखन कर्मकांड कले हैं पुराणे पठन किछि हेले मानस शांतिटी नहिला व्याकुल रे केवल दुर्बल होइला भोजन अनासक्त उपवास कले शून्यमय हृदय परि देखा गले चिंताविष्ट सुपुत्र शुकंकु देखिण व्यासदेव कहिले दिने कडाकिण किरे पुओ की कथा किस चिंता कर काहे पाई व्याकुल हृदय तोहर ऋणग्रस्त निर्धन मानस समान मन किंपा सुखाई देइछु नंदन मु तोर बाबा होइथिला ठारे पुओ किस चिंता तोहर अछि ताहा कह अंतर्गत ए शोक कर परित्याग कि सुख इच्छा ताहा कर उपभोग शास्त्र उक्त ज्ञानर विषयटी भाव अन्य चिंता छाड़ीण शास्त्र ज्ञान लाभ मोर बाके तो चित्त न होइले शांति आरे पुओ उपाय शुण देई श्रुति जनक राजांकर पालित हेबार मिथिला नगरी को गमन तो कर से धर्मात्मा जनक विदेह नायक छिंडाइबे तुम्भर मोह जाल जाक जाओ बाप ताहांक निकट कुएबे वर्णाश्रम विषय पचारि बुझेबे सत्य संध पवित्र बंत से अटंती शांतिपूर्ण हृदय पराये दिशंती जाग प्रिय सुजोग राजर्षि जनक ब्रह्म तत्व पारग जीवन मुक्त लोक सही एका तुम्भर संदेह संदोह फिटाइबे मानस तांक पाखे जाओ व्यासंक गिर शुणी अरणी संभव कहिले महातेजा सुखदेव भाव आपणक वचन मिथ्या नुहे अति से जनक राजन राज्य पालुछंती आपणक कथारे हेला मो संदेह कहिल जीवन मुक्त से राजा विदेह अंधकार आलोक परि परस्पर संपूर्ण विरोधी तो ए वाक्य तुम्भर ए विषय विषम समम संदेह आहे बाप फिटाई देई करी कह किपरि से राजर्षि देहहीन होई साम्राज्य पालुछंती प्रजांकु रंजाई बंध्या स्त्री पुत्रवती हेबार पराय आपण तो कहिल जनक विषय आहे बाप से नृप बर जे विदेह
ଦେଖିବାରେ ମୋହର ହେଉଅଛି ସ୍ନେହ, କିପରି ସେ ନିର୍ଲିପ୍ତ ଭାବେ ସଂସାରେ ରାଜକାର୍ଯ୍ୟ କରନ୍ତି ସାମ୍ରାଜ୍ୟ ମଧ୍ୟରେ। କମଳ ମଧ୍ୟ ସ୍ଥିତ ସୁକମଳ ଦଳ, ପରାଏ ସେ ନିର୍ଲିପ୍ତ କିପରି କେବଳ। ହେ ବକ୍ତା ଶିରୋମଣି ଜନକ ରାଜାଙ୍କର, ଜୀବନ ମୁକ୍ତି ଅଟେ କି ଏମନ୍ତ ପ୍ରକାର। ବୌଦ୍ଧ ମତାବଲମ୍ବୀ ମାନଙ୍କ ଅନ୍ତର୍ଗତ, ଦେହାତ୍ମବାଦୀ ଚାର୍ବାକ ମାନଙ୍କ ମତ। ଚାର୍ବାକ ମାନେ ଶକ୍ତି ଲୋଭିବା ପ୍ରକାରେ, ଜାନଧୀପ ଜନକ ମୁକ୍ତି କି ଯୁକ୍ତିରେ। କି ଉପାୟ କରିଣ ସଂସାରୀ ଜନକ, ଛାଡ଼ିଦେଲେ ଇନ୍ଦ୍ରିୟ ବ୍ୟବହାର ଯାକ। ରାଜା ହେଲା ଠାରେ ସେ କିପରି ରାଜଭୋଗ, ଅନୁଷ୍ଠିତ ବିଷୟ କଲେ ପରିତ୍ୟାଗ। ମାତା ପୁତ୍ର ଭାରିଜା ଭଗିନୀଙ୍କ ଠାରେ, ଭେଦାଭେଦ ବୁଦ୍ଧି ତ ଥିଲା କୂଳଟାରେ। ତେବେ ତ ଜୀବନ ମୁକ୍ତି ଅଟେ ଅସମ୍ଭବ, କିପରି ତାଙ୍କ ଠାରେ ହୋଇଲା ସମ୍ଭବ। କଟୁକ୍ଷାର ଅମ୍ଳତୀର୍ଥ କଷା ମଧୁର, ରସ ଖାଇ ରସନା ଜାଣେ ତ ତାଙ୍କର। ଶୀତୋଷ୍ଣ ସୁଖ ଦୁଃଖ ସେ ଜାଣନ୍ତି ଯେବେ, ଜୀବନ ମୁକ୍ତ କିପରି କହ ସେହି ତେବେ। ରାଜାଧିରାଜ ହୋଇଥିଲେ ସାମ୍ରାଜ୍ୟରେ, ଆବଦ୍ଧ ହୋଇଣ ସେ ରାଜ ବ୍ୟବହାରେ। ଶତ୍ରୁଙ୍କର ପ୍ରୀତି ପ୍ରୀତି ମିତ୍ରଙ୍କର, ଭେଦାଭେଦ ଜ୍ଞାନ ତ ଥିଲା ତାହାଙ୍କର। ତାପସଙ୍କର ଠାରେ ଅବାଚର ଠାରେ, ସମଜ୍ଞାନ ଥିଲା କି ତାଙ୍କ ମାନସରେ। ଭେଦାଭେଦ ଜ୍ଞାନରେ ମୁକ୍ତିରେ କିପରି, ଅଧିକାରୀ ହୋଇଲେ ସେ ରାଜ୍ୟାଧିକାରୀ। ପ୍ରଜାପାଳି ତତ୍ପର ଜୀବନ ମୁକ୍ତ ରୂପ, ଆହେ ବାପ ମୁଁ ଦେଖି ନାହିଁ ଏହି ରୂପ। ସେ ଜନକ ରାଜ୍ୟରେ ରାଜା ହେଲା ଠାରେ, କିପରି ଜୀବନ ମୁକ୍ତ ଭେଦ ଭେଦରେ। ଏହା ଶୁଣି ମୋହର ମହତ ସନ୍ଦେହ, ଯାହା ହେଉ ଦେଖିବା ବଳୁଅଛି ସ୍ନେହ। ମହାରାଜା କିପରି ହେଲେ ଜୀବନ ମୁକ୍ତ, କୁହା ହେଉ ମିଥିଳାପୁରେ ହେବି ଗତ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ପ୍ରଥମ ସ୍କନ୍ଧଟିର ମହାପୁରାଣରେ। ଜୀବନ ମୁକ୍ତ ଜନକ ଦର୍ଶନେ ସୁମନା, ଶୋକଙ୍କର ମିଥିଳା ଗମନ ପ୍ରାର୍ଥନା। 16 ଅଧ୍ୟାୟଟି ହେଲା ସମାପତ, 16 ବୟସିଆ ଜୟ ରାଧାକାନ୍ତ। କାଳି ଦର୍ପ ଦଳନ ପଦରମ୍ବିଦେ, ବାଲାଜୀ ରଣା ମନ ଭୃଙ୍ଗ ଖେଳୁ ମୋ